ପୂର୍ବରୁ ଆଜି ରାଜ୍ୟ ସରକାର ଓଡ଼ିଶା ପୁଲିସ ସେବା ବା ଓପିଏସ୍ କ୍ୟାଡର ପୋଲିସ ଅଧିକାରୀଙ୍କ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟ ପୋଲିସ ଏଷ୍ଟାବ୍ଲିଶମେଣ୍ଟ ବୋର୍ଡର ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ଏହି ବଦଳି ବିଜ୍ଞପ୍ତି ଜାରି କରାଯାଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱରସ୍ଥିତ ଏସ୍ଓଜିରେ ଡିଏସ୍ପି ଭାବେ କାର୍ଯ୍ୟରତ ଆକାଶ ଚନ୍ଦ୍ର ସାହୁଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ଡିଏସ୍ପି ଭାବେ ନିଯୁକ୍ତ ଦିଆଯାଇଛି। ସେହିପରି ଭୁବନେଶ୍ୱରର ସିଡବ୍ଲ୍ୟୁରେ ଡିଏସ୍ପି ସବିତାରାଣୀ ଜେନାଙ୍କୁ ବୈରୀସ୍ଥିତ ପୁଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନର ଡିଏସ୍ପି କଟସ୍ଥିତ ଏଚ୍ଆର୍ପିସିରେ କାର୍ଯ୍ୟରତ ରଜନୀକାନ୍ତ ମଲ୍ଲିକଙ୍କୁ ନୟାଗଡ଼ ପୁଲିସ ଟ୍ରେନିଂ କେନ୍ଦ୍ରର ଡିଏସ୍ପି ଭାବେ ବଦଳି ହୋଇଛି। କଟକ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଅକ୍ଷୟ କୁମାର ନାୟକଙ୍କୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ଡିଏସ୍ପି ଭାବେ ବଦଳି ହୋଇଛି। ସେହିପରି ସଙ୍ଗୀତା ଟପ୍ପୋଙ୍କୁ ଅନୁଗୁଳ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଡିଏସ୍ପି ଭାବେ ବଦଳି କରାଯାଇଥିବା ଜଣାପଡ଼ିଛି।